53 ବର୍ଷ ତଳର ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୋଲପଟା ଗ୍ରାମରେ ଥିବା ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ 53 ବର୍ଷ ତଳ 1972 ମସିହା ମାଟ୍ରିକ ବାଚ୍ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ଗିରିଜାଶଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ 1972 ମସିହାରେ ଶିକ୍ଷକତା କରୁଥିବା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଶିକ୍ଷାବିତ୍ କବି ଦୀନବନ୍ଧୁ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସ୍ୱଚ୍ଛ ଓ ଅନାବିଳ ବନ୍ଧୁତ୍ୱ ହିଁ ଜୀବନର ଏକମାତ୍ର ଶ୍ରେଷ୍ଠ ସମ୍ପଦ ବୋଲି କହିଥିଲେ। କୃଷ୍ଣ ସୁଦାମା ପ୍ରଭୃତି ପୌରାଣିକ ଆଖ୍ୟାନ ଉପାଖ୍ୟାନର ଉଦାହରଣ ଦେଇ ପ୍ରକୃତ ବନ୍ଧୁର ସ୍ୱରୂପ କ'ଣ ହେବା ଉଚିତ ତାହା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପ୍ରାକ୍ତନ ଛାତ୍ର ସନ୍ତୋଷ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବୋଧିତ କରାଯାଇଥିଲା। ପୁରାତନ ଛାତ୍ର ଅର୍ଥନୈତିଜ୍ଞ ଡକ୍ଟର ସର୍ବେଶ୍ୱର ମହାପାତ୍ର ପ୍ରାରମ୍ଭିକ ଭାଷଣ ଦେବା ପରେ ପ୍ରାକ୍ତନ ଛାତ୍ର ଦେବରାଜ ବିଶୋଇ ଓ ସୁଦର୍ଶନ ପରିଡ଼ା ନିଜ ନିଜର ପିଲାଦିନର ପାଠପଢ଼ା ବେଳର ସ୍ମୃତିକୁ ରୋମନ୍ଥନ କରିବା ସହିତ ସ୍ୱରଚିତ କବିତାମାନ ପାଠ କରିଥିଲେ। ଛାତ୍ର ମାଟିଆ ସେଠୀ ପିଲାଦିନେ କେଉଁ ଶିକ୍ଷକ କିପରି ତାହା ଉପରେ ବିସ୍ତୃତ ବିବରଣୀ ରଖିଥିଲେ। ଅର୍ଥନୈତିଜ୍ଞ କବି ଡକ୍ଟର ସର୍ବେଶ୍ୱର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ପରିବାର ଶରଣକୂଳ ଦ୍ୱାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବୋଧିତ କରାଯାଇଥିଲା। ପ୍ରତିବର୍ଷ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବର୍ତ୍ତମାନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 10ମ ଶ୍ରେଣୀ ପ୍ରଥମ କୃତୀ ଛାତ୍ରୀ ଅର୍ଚ୍ଚିତା ବିଶୋଇ, 9ମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ବାଡ଼ତିଆ ଓ ଗତବର୍ଷ 91% ମାର୍କ ରଖି A1ରେ ପାସ୍ କରିଥିବା ଛାତ୍ର ପ୍ରହ୍ଲାଦ ପ୍ରଧାନଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବୋଧିତ କରାଯାଇଥିଲା। ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁଭାଷ ଚନ୍ଦ୍ର ବେହେରା ଶ୍ରେଷ୍ଠ ଖେଳ ଶିକ୍ଷକ ଭାବରେ ମନୋନୀତ ହୋଇ ରାଜ୍ୟସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଦ୍ୟାଳୟର ଗାରିମା ବୃଦ୍ଧି କରିଥିବାରୁ ତାଙ୍କୁ ମଧ୍ୟ ଉତ୍ତରୀୟ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ବୋଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।